ବନ୍ଧୁଗଣ, ଗୋଟିଏ ସୁନ୍ଦର କଥା। ଅନ୍ୟର ଧନ ସମ୍ପତ୍ତି ଦେଖି ଆମେ ତାଙ୍କ ପରି ହେବାକୁ ଚାହୁଁ, କିନ୍ତୁ ସେ ଧନ ସମ୍ପତ୍ତି ପଛର ପରିଶ୍ରମକୁ ନ ଦେଖିପାରି ଖାଲି ଧନ ସମ୍ପତ୍ତି ପାଇବାର ଆଶା ରଖୁ। ଆମ ପାଖରେ 10 ଟଙ୍କା ଥିବ, କିନ୍ତୁ ଅନ୍ୟ ପାଖରେ ହଜାର ହଜାର ଟଙ୍କା ଥିବ, କିନ୍ତୁ ସେ ହଜାର ହଜାର ଟଙ୍କା ପଛର ପରିଶ୍ରମ କେତେ କଠିନ କେବେ ଭାବିଛ? ତ ଚାଲ ଗୌତମ ବୁଦ୍ଧଙ୍କର ଗୋଟିଏ କାହାଣୀରୁ ଜାଣିବା କି ସତରେ ଧନୀ କିଏ ଏବଂ ଗରିବ କିଏ। ଏ କାହାଣୀରୁ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ସେଥିପାଇଁ ଏ କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଥରେ ଗୋଟିଏ ରାଜ୍ୟରୁ ଗୌତମ ବୁଦ୍ଧଙ୍କୁ ଡାକରା ଆସିଲା କି ସେ ରାଜ୍ୟରେ ଗୋଟିଏ ଧର୍ମ ବୈଠକ ବସାଯିବ। ସେ କଥା ଶୁଣି ଗୌତମ ବୁଦ୍ଧ ସେ ରାଜ୍ୟକୁ ଯିବା ପାଇଁ ହଁ ଭରିଲେ। ସେ ତାଙ୍କ ଶିଷ୍ୟଙ୍କ ସହିତ ବାହାରିଗଲେ ସେ ରାଜ୍ୟରେ 3 ଦିନ ଏକ ଧର୍ମ ବୈଠକ ବସାଇବା ପାଇଁ। ସେ ରାଜ୍ୟକୁ ଯେମିତି ଗୌତମ ବୁଦ୍ଧ ଗଲେ, ସେ ରାଜ୍ୟର ରାଜା ତାଙ୍କୁ ପାଛୋଟି ନେଲେ ଏବଂ ସେ ରାଜ୍ୟର ପ୍ରଜା ମଧ୍ୟ ଗୌତମ ବୁଦ୍ଧଙ୍କ ଆସିବା ଶୁଣି ବହୁତ ଖୁସି ଥିଲେ। ପ୍ରଥମ ଦିନ ଧର୍ମ ବୈଠକରେ ବହୁତ ଲୋକ ଆସିଲେ। ସେ ରାଜ୍ୟରେ ଗୋଟିଏ ଭିକାରୀ ଥାଏ। ସେ ମଧ୍ୟ ଜାଣିଯାଇଥାଏ କି ଗୌତମ ବୁଦ୍ଧ ଆସିଛନ୍ତି ଏବଂ ତାଙ୍କ ଧର୍ମସଭାରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି। ସେଠାରେ ବହୁତ ଟଙ୍କା ମିଳିବ, ଯାଇକି ସେ ବାଟରେ ବସିବି। ସେ ଭିକାରୀ ଯାଇ ସେ ବାଟରେ ବସିଲା। ଦ୍ୱିତୀୟ ଦିନ ବି ବହୁତ ଲୋକ ଆସିଲେ, ହେଲେ ସେ ଭିକାରୀକୁ ଟଙ୍କାଟିଏ ମଧ୍ୟ ଦେଲେ ନାହିଁ ଏବଂ ସବୁ ଲୋକ ସଭା ଭିତରକୁ ଗଲେ। ଭିକାରୀ ଏହା ଦେଖି ନିରାଶ ହୋଇଗଲା। କିନ୍ତୁ କିଛି ସମୟ ଯିବା ପରେ ଯେମିତି ସେ ସଭା ଭିତରୁ ଲୋକ ବାହାରକୁ ଆସିଲେ, ସଭିଙ୍କ ମୁହଁରେ ହସ ଥାଏ ଏବଂ ସଭିଏ ଭିକାରୀକୁ ଟଙ୍କା ଦେଲେ। ସେ ଦୃଶ୍ୟ ଦେଖି ଭିକାରୀ ଚକିତ ହୋଇଗଲା ଏବଂ ଭାବିଲା କି ଲୋକେ ଗଲାବେଳେ ଦେଲେ ନାହିଁ, କିନ୍ତୁ ଧର୍ମ ବୈଠକ ଭିତରୁ ଆସିବା ପରେ ସଭିଙ୍କ ମୁହଁରେ ଚମକ, ହୃଦୟରେ ସ୍ନେହ ଏବଂ ମନରେ ଦୟା କେମିତି ହେଲା। ସେ ବୈଠକରେ 3 ନମ୍ବର ଦିନ ବହୁତ କମ୍ ଲୋକ ଆସିଲେ। ଏହା ଦେଖି ସେ ଭିକାରୀ ଭାବିଲା କି ଆଜି ମହାତ୍ମା ବୁଦ୍ଧଙ୍କ ଦର୍ଶନ କରିବି ଏବଂ ମୁଁ ଗରିବ ହେବାର କାରଣ ପଚାରିବି। ସେ କଥା ଭାବି ସେ ଧର୍ମ ବୈଠକ ଭିତରକୁ ଗଲା ଏବଂ କିଛି ସମୟ ବିତିଯିବା ପରେ ଗୌତମ ବୁଦ୍ଧ ପାଖକୁ ଗଲା। ଗୌତମ ବୁଦ୍ଧଙ୍କୁ ପ୍ରଣାମ କରି କହିଲା, ହେ ମହାତ୍ମା, ମୁଁ ଗୋଟିଏ ଭିକାରୀ ଏବଂ ଗରିବ ମଧ୍ୟ। ଏହାର କାରଣ କ'ଣ? ଏବଂ ଏ ଗାଁର ତ ସଭିଙ୍କ ପାଖରେ ଧନ ଅଛି, ସୁଖ ଅଛି, ଖାଲି ମୁଁ କାହିଁକି ଗରିବ ଏବଂ ଦୁଃଖୀ? ବୁଦ୍ଧ ସେ କଥା ଶୁଣି କହିଲେ, ତମେ ଗରିବ ଏବଂ ଦୁଃଖୀ ଏଥିପାଇଁ ଅଟକି ତମେ ସଦାବେଳେ ଅନ୍ୟକୁ ମାଗିଥାଅ, କେବେ ହେଲେ କାହାକୁ କିଛି ଦେଅ ନାହିଁ। ତମେ ଭାବ କି ଲୋକ ତମକୁ ସବୁବେଳେ ବହୁତ ଟଙ୍କା ଦେବେ ଏବଂ ତମେ କାହାକୁ କିଛି ବି ଦେବ ନାହିଁ। ସେ କଥା ଶୁଣି ସେ ଭିକାରୀ କହିବ କି, ହେ ପ୍ରଭୁ, ମୁଁ କ'ଣ କାହାକୁ ଦେବି? ମୋ ପାଖରେ କିଛି ନାହିଁ, ମୁଁ ତ ନିଜେ ଗୋଟିଏ ଭିକାରୀ। ଭିକାରୀର କଥା ଶୁଣି ବୁଦ୍ଧ ଶାନ୍ତ ମନରେ ବସିଯାଇ କହନ୍ତି କି ତମେ ମୂର୍ଖ ଅଟ। ଭଗବାନ ତମକୁ ଏବଂ ଆମ ସଭିଙ୍କୁ ଅନ୍ୟକୁ ଦେବା ପାଇଁ ବହୁତ କିଛି ଦେଇଛନ୍ତି। ଭଗବାନ ତମକୁ ହସିବାର ଶକ୍ତି ଦେଇଛନ୍ତି। ତମେ ଅନ୍ୟକୁ ହସାଇ ପାରିବ, ଅନ୍ୟର ମୁହଁରେ ହସ ଫୁଟାଇ ପାରିବ ଏବଂ ତାଙ୍କୁ ଗୋଟିଏ ଆଶାର ଆଲୋକ ଦେଖାଇ ପାରିବ। ତମକୁ କହିବା ପାଇଁ ଶକ୍ତି ଦେଇଛନ୍ତି, ଯେଉଁଥିପାଇଁ କି ଅନ୍ୟକୁ ମିଠା ମିଠା କଥା କହି ତାଙ୍କ ପ୍ରଶଂସା କରିପାରିବ। ତମକୁ ଭଗବାନ 2ଟି ହାତ ଦେଇଛନ୍ତି, ସେ ହାତରେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିପାରିବ ଏବଂ ସବୁଠୁ ଭଲ ତମକୁ ଗୋଟିଏ ସୁସ୍ଥ ସବଳ ଶରୀରଟେ ଦେଇଛନ୍ତି କଠିନ ପରିଶ୍ରମ କରିବା ପାଇଁ। ଯେଉଁ ମଣିଷକୁ ଏତେ ସବୁ ଦେଇଛନ୍ତି ସେ ଗରିବ ହେବ କେମିତି? ତମେ ଖାଲି ନିଜ ଭାବନା ଶକ୍ତି ପାଇଁ ଗରିବ ଅଟ। ଯେମିତି ତମେ ଭାବନା ଶକ୍ତିରୁ ବାହାରକୁ ବାହାରିଯିବ, ତମେ ବି ଅନ୍ୟ ଲୋକଙ୍କ ପରି ନିଜକୁ ଧନୀ ମଣିଷଟେ ଭାବିବାକୁ ଲାଗିବ ଏବଂ ତମ ଜୀବନ ବି ଖୁସିରେ ଭରିଯିବ। ଅନ୍ୟର ଖୁସି ଦେଖି ନିଜ ତୁଳନା କର ନାହିଁ। ଭଗବାନ ସଭିଙ୍କୁ ଧନୀ ମଣିଷ ବନାଇଛନ୍ତି, ଖାଲି ଏତିକି ଦରକାର କି ନିଜ ଭାବନା ଶକ୍ତିକୁ ବଦଳାଅ। ଗୌତମ ବୁଦ୍ଧଙ୍କ କଥା ଶୁଣି ଭିକାରୀକୁ ତାର ଜୀବନର ମୂଲ୍ୟ କ'ଣ ଜାଣିଗଲା ଏବଂ ମହାତ୍ମା ବୁଦ୍ଧ କହିଥିବା କଥାକୁ ସ୍ମରଣ ରଖି ଜୀବନ ଜୀଇବାକୁ ଲାଗିଲା। ତ ବନ୍ଧୁଗଣ, ଆମେ ଅନ୍ୟର ଖୁସି ଦେଖି କିମ୍ବା ହସ ଦେଖି ଭାବୁ କି ଆମର ଜୀବନ ବୃଥା ଅଟେ, ହେଲେ ଅନ୍ୟମାନେ ମୋଜ ମସ୍ତି କରୁଛନ୍ତି। ହେଲେ ଆମେ ଏ କଥା କେବେ ଭାବୁନାହିଁ କି ଭଗବାନ ଆମକୁ ଗୋଟିଏ ସୁସ୍ଥ ଶରୀର ଦେଇଛନ୍ତି, ଯାହା ସବୁଠୁ ମୂଲ୍ୟବାନ ଅଟେ। ଆପଣ ଯେତେ ବି ଧନୀ ମଣିଷ ହୋଇଥାନ୍ତୁ ନା କାହିଁକି, ଯଦି ଆପଣଙ୍କ ଶରୀର ସୁସ୍ଥ ରହିବ ନାହିଁ ତ ଆପଣଙ୍କ ପାଖରେ ଯେତେ ଟଙ୍କା ପଇସା ଥିଲେ ମଧ୍ୟ ସବୁ ବୃଥା ଅଟେ। କିନ୍ତୁ ଆପଣ ଗରିବ ଅଟନ୍ତି, ହେଲେ ଆପଣଙ୍କ ଶରୀର ସୁସ୍ଥ ଅଟେ, ତ ଆପଣଙ୍କ ଠାରୁ ଧନୀ ବ୍ୟକ୍ତି ଏ ଦୁନିଆରେ କେଉଁଠି ବି ନାହିଁ। ସେଥିପାଇଁ ଟଙ୍କା ପଛରେ ନୁହେଁ, ଶରୀର ପଛରେ ଭାଗ ଏବଂ ନିଜ ଶରୀରକୁ ସୁସ୍ଥ ସବଳ ରଖ। ପ୍ରିୟ ବନ୍ଧୁଗଣ, ଏ ଭିଡ଼ିଓ ଭଲ ଲାଗିଥିଲେ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଲାଇକ୍ କମେଣ୍ଟ କରନ୍ତୁ।
ହଁ ଗୋଟିଏ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ନମୋ ବୁଦ୍ଧାୟ।